ଜାନୁଆରୀ 23, 1916। ହେ ଭଗବାନ, ଏହି ଏକାନ୍ତ ସ୍ଥୂଳ ରୂପର ତୁ ହିଁ ଅନ୍ତର୍ବାସୀ। ତୁ ଜାଣୁ ଯେ ଏହି ସ୍ଥୂଳ ରୂପ କିପରି ଖଣ୍ଡ ସୀମାର ସଂଗ୍ରହ ମାତ୍ର। ଏହିସବୁ ସୀମା ବନ୍ଧନ କ'ଣ ତୁ ଭାଙ୍ଗିଦେବୁ ନାହିଁ? ଯାହାଫଳରେ ସେହି ରୂପ ତୋ ଅନନ୍ତର ଅଂଶୀ ହୋଇପାରେ। ତୁ ଦେଖୁଛୁ ଏହା କିପରି ଅନ୍ଧକାରପୂର୍ଣ୍ଣ। ତୋର ଭାସ୍ୱର ଜ୍ୟୋତିରେ କ'ଣ ଏହି ଅନ୍ଧକାର ଦୂର କରିବୁ ନାହିଁ? ଯେପରି ଏହା ତ ଜ୍ୟୋତିର ଭାଗୀ ହୋଇପାରେ। ତୁ ଦେଖୁଛୁ ଏହା କିପରି ଅଜ୍ଞାନ କାଳିମାରେ ଭାରାକ୍ରାନ୍ତ। ତୋ ପ୍ରେମର ସର୍ବଭୂକ ଅଗ୍ନିଶିଖା କ'ଣ ସେହିସବୁ କାଳିମାକୁ ପୋଡ଼ି ଶେଷ କରିଦେବ ନାହିଁ? ଯେପରି ସମଗ୍ର ଆଧାର ପୂର୍ଣ୍ଣ ସଜ୍ଞାନରେ ତୋ ସଙ୍ଗେ ଏକ ହୋଇଯାଇପାରେ। ତୁ କ'ଣ ଦେଖୁନାହୁଁ ପୃଥିବୀ ଏବଂ ମାନବ ଜାତି ପକ୍ଷରେ ଅହଙ୍କୃତ ବିଚ୍ଛିନ୍ନତାର ଏହି ଅଜ୍ଞାନମୟ ଓ ବେଦନାମୟ ଅଭିଜ୍ଞତା ଯଥେଷ୍ଟ ଦୀର୍ଘସ୍ଥାୟୀ ହୋଇଛି। ପୃଥିବୀରେ ଏପର୍ଯ୍ୟନ୍ତ କ'ଣ ସେହି ଶୁଭ ମୁହୂର୍ତ୍ତ ଆସିନାହିଁ ଯେବେ ପ୍ରଗତି ପଥରେ ବର୍ତ୍ତମାନର ଏହି ବ୍ୟବସ୍ଥା ପରିବର୍ତ୍ତେ ଆସିପାରେ ଅନ୍ୟ ଏକ ବ୍ୟବସ୍ଥା, ଯାହାକୁ ନିୟନ୍ତ୍ରିତ କରିବ ତୋ ଏକତ୍ୱର ବିଶୁଦ୍ଧ ବୃହତ୍ ଚେତନା। ନିରବଚ୍ଛିନ୍ନ ଭାବେ ପ୍ରତି ମୁହୂର୍ତ୍ତରେ ସବେଗରେ ତୋ ଆଡ଼କୁ ଉଠି ଚାଲେ ମୋର ପ୍ରାର୍ଥନା ଏବଂ ମୁଁ ତୋତେ ଡାକି କହେ, ହେ ପ୍ରଭୁ, ହେ ଭଗବାନ, ତୁ ଆସି ତୋ ରାଜ୍ୟ ଅଧିକାର କର। ତୋର ଚିରନ୍ତନ ସାନ୍ନିଧ୍ୟରେ ତାହାକୁ ଜ୍ୟୋତିର୍ମୟ କର। ତୋଠାରୁ ଯେ ସେ ବିଚ୍ଛିନ୍ନ, ତାର ଏହି ନିଷ୍ଠୁର ଭୁଲ ଧାରଣାକୁ ଶେଷ କରିଦେ। କାରଣ ତାର ଯେଉଁ ସତ୍ୟମୟ ସତ୍ତା ଓ ସାରବସ୍ତୁ, ତାହା ହିଁ ତୁ ସ୍ୱୟଂ। ଭାଙ୍ଗିଦେ ଅନ୍ତିମ ବାଧା ସକଳ, ନିଃଶେଷରେ ସକଳ ଅଶୁଦ୍ଧି ପୋଡ଼ିଦେ। ପ୍ରୟୋଜନ ହେଲେ ଏହି ଆଧାର ଉପରେ ବଜ୍ରାଘାତ କର। ସେଥିରେ ଯଦି ସେ ରୂପାନ୍ତରିତ ହୋଇପାରେ